ରାଧେ ରାଧେ ବନ୍ଧୁଗଣ। ଘରର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ହେଉଛି ରୋଷେଇ ଘର। ସେହିଠାରୁ ହିଁ ଘରର ସମସ୍ତ ସଦସ୍ୟଙ୍କୁ ଊର୍ଜା ମିଳିଥାଏ। ରୋଷେଇ ଘରକୁ ମା ଅନ୍ନପୂର୍ଣ୍ଣାଙ୍କ ସ୍ଥାନ କୁହାଯାଏ ଓ ଏହି ସ୍ଥାନ ସବୁଠାରୁ ପବିତ୍ର ସ୍ଥାନ ମଧ୍ୟ ମନାଯାଏ। ମା ଅନ୍ନପୂର୍ଣ୍ଣାଙ୍କୁ ଅନ୍ନଦାତ୍ରୀ ମଧ୍ୟ କୁହାଯାଏ। ମା ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦ କଲେ ଘରର ଭଣ୍ଡାର କଦାପି ଖାଲି ହୁଏ ନାହିଁ। ତେଣୁକରି ସମସ୍ତ ଗୃହିଣୀଙ୍କ ପାଇଁ ତାଙ୍କ ରୋଷେଇ ଘର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥାଏ। ତେଣୁକରି ରୋଷେଇ ଘରେ ଅଧିକ ଧ୍ୟାନ ରଖିଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଯଦି ରୋଷେଇ ଘରେ କିଛି ଦୋଷ ଥାଏ, ତାହେଲେ ଭୋଜନ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ସହିତ ପୁରା ପରିବାର ସଦସ୍ୟଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଯଦି ରୋଷେଇ ଘରେ ବାସ୍ତୁ ଦୋଷ ଥିଲେ ଶୋକ, ବିବାଦ, ଅସୁବିଧା, ଧନ ଅଭାବ ଓ ରୋଗ ଉତ୍ପନ୍ନ ହେବାର କାରଣ ମଧ୍ୟ ହୋଇଥାଏ। ତେବେ ବନ୍ଧୁଗଣ, ଯଦି ଆପଣ ନିଜ ନିଜ ରୋଷେଇ ଘରେ ବାସ୍ତୁଶାସ୍ତ୍ର ଅନୁସାରେ ଏହି ଛୋଟ ଛୋଟ ଜିନିଷକୁ ଧ୍ୟାନ ରଖନ୍ତି, ହେଲେ କେବେ ହେଲେ ଆପଣଙ୍କ ରୋଷେଇ ଘରର ଭଣ୍ଡାର ଶେଷ ହେବ ନାହିଁ। ତେବେ ଆସନ୍ତୁ ଜାଣିବା ରୋଷେଇ ଘରେ କେଉଁ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘର ଦକ୍ଷିଣ ପୂର୍ବ ଦିଗ ଅର୍ଥାତ୍ ଅଗ୍ନି କୋଣରେ ରହିବା ଉଚିତ। ଏହି ଦିଗ ଅଗ୍ନି ଦେବତାଙ୍କ ଦିଗର ପ୍ରତୀକ ହୋଇଥାଏ। ଏହି ଦିଗରେ ରୋଷେଇ କଲେ ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ। ବନ୍ଧୁଗଣ, ଘରର ଉନ୍ନତି ପାଇଁ ରୋଷେଇ ଘରେ ଇଶାଣ ନିଶ୍ଚୟ ସ୍ଥାପନ କରନ୍ତୁ। ଯଦି ରୋଷେଇ ଘରେ ଆମିଷ ଓ ଅଇଁଠା ବାସନ ଧୁଆ ହେଉଥାଏ, ତାହେଲେ ଇଶାଣକୁ ରୋଷେଇ ଘରେ ସ୍ଥାପନ ନ କରି ଠାକୁର ଘରେ ମଧ୍ୟ କରିପାରିବେ। ଇଶାଣ ବା ଐଶାନ୍ୟ ହେଉଛି ଉତ୍ତର ପୂର୍ବ କୋଣକୁ କୁହାଯାଏ। ଘରେ ଇଶାଣ କୋଣ କରି ପୂଜାପାଠ ଓ ଦୀପ ଲଗାଇଲେ ଘରେ ଦେବାଦେବୀଙ୍କ କୃପା ଲାଭ ହୋଇଥାଏ। ରୋଷେଇ ଘରେ କେବେ ହେଲେ ଅନ୍ନ ସାମଗ୍ରୀକୁ ଖାଲି ରଖନ୍ତୁ ନାହିଁ। ଶସ୍ୟ ସାମଗ୍ରୀ କେବେ ହେଲେ ଖାଲି ନ କରି ସରିବା ଆଗରୁ ସାମଗ୍ରୀକୁ ପୂର୍ଣ୍ଣ କରିନେବେ। ଯଦି ଶସ୍ୟ ପୁରା ଶେଷ ହେଲେ ଆପଣ ସେହି ସାମଗ୍ରୀକୁ ପୁଣି ପୂର୍ଣ୍ଣ କରୁଛନ୍ତି, ଘରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ତେଣୁକରି କେବେ ହେଲେ ଶସ୍ୟଜନିତ ଦ୍ରବ୍ୟ ସରିବା ଆଗରୁ ଭରି ରଖିନେବେ। ଅନ୍ନ ଭଣ୍ଡାର ଶେଷ ହେବା ଅର୍ଥ ଧନ ଅଭାବର ସୂଚନା ଆସିଥାଏ। ରୋଷେଇ ଘରେ କେବେ ହେଲେ ଅସଜଡ଼ା ଭାବରେ ରଖନ୍ତୁ ନାହିଁ। ରୋଷେଇ ଘରକୁ ସର୍ବଦା ସଫାସୁତୁରା ଭାବରେ ରଖନ୍ତୁ। କାରଣ ଯେଉଁଠି ସଫାସୁତୁରା ଥାଏ, ସେଇଠି ହିଁ ମହାଲକ୍ଷ୍ମୀଙ୍କ ବାସ ହୋଇଥାଏ। ରୋଷେଇ ଘରେ କେବେ ହେଲେ ଭଙ୍ଗାରୁଜା ବାସନ, କାଚ ଇତ୍ୟାଦି ରଖନ୍ତୁ ନାହିଁ। ଯଦି ରୋଷେଇ ଘରେ ଭଙ୍ଗାରୁଜା ସାମାନ ରହେ, ହେଲେ ଘରେ କଳହ ଓ ଅଶାନ୍ତି ସୃଷ୍ଟି ହେବାର କାରଣ ମଧ୍ୟ ହୋଇଥାଏ। ରନ୍ଧା ଯାଇଥିବା ଖାଦ୍ୟକୁ କେବେ ହେଲେ ଭଙ୍ଗାରୁଜା ବାସନରେ ପରଷିବେ ନାହିଁ କିମ୍ବା ନିଜେ ମଧ୍ୟ ଭଙ୍ଗାରୁଜା ବାସନରେ ଖାଇବେ ନାହିଁ। ଭଙ୍ଗାରୁଜା ବାସନରେ ଖାଇଲେ ଘରେ ଦରିଦ୍ରତା ମାଡ଼ି ଆସେ। ରୋଷେଇ ଘରେ ଅଗ୍ନି ଓ ପାଣିକୁ ପାଖାପାଖି ରଖନ୍ତୁ ନାହିଁ। ଆଜିକାଲି ରୋଷେଇ ଘରେ ହିଁ ସୁବିଧା ଦୃଷ୍ଟିରୁ ସିଙ୍କର ବ୍ୟବହାର କରୁଛେ। ଏହି ପାଣି ସିଙ୍କ ଗ୍ୟାସ୍ ଚୁଲାର ପାଖାପାଖି ନ ରଖି ସମ୍ଭବତଃ ଟିକିଏ ଦୂରରେ ରଖିବା ଉଚିତ। କାରଣ ସିଙ୍କ ହେଉଛି ଜଳତତ୍ତ୍ୱ ଏବଂ ଗ୍ୟାସ୍ ଚୁଲା ହେଉଛି ଅଗ୍ନି ତତ୍ତ୍ୱ। ଏହି ଦୁଇଜଣ ପରସ୍ପରର ବିରୋଧୀ ତତ୍ତ୍ୱ ଅଟନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଅଗ୍ନି ଏବଂ ଜଳ ପାଖାପାଖି ରହିଲେ ପରିବାରର କୌଣସି ନା କୌଣସି ସଦସ୍ୟ ରୋଗାଗ୍ରସ୍ତ ହୁଅନ୍ତି ଏବଂ ପରସ୍ପର ମଧ୍ୟରେ ମତାନ୍ତର ମଧ୍ୟ ହୋଇଥାଏ। ତେଣୁକରି ଜଳ ଓ ଅଗ୍ନି ଉଭୟ ପରସ୍ପରଙ୍କ ଶତ୍ରୁ। ଯେତେ ସମ୍ଭବ ରୋଷେଇ ଘରେ ସିଙ୍କ ଓ ଗ୍ୟାସ୍ ଚୁଲା ମଧ୍ୟରେ ଦୂରତା ବଜାୟ ରଖନ୍ତୁ। ତେବେ ବନ୍ଧୁଗଣ, ଖାଦ୍ୟ ହେଉଛି ଆମ ଜୀବନ ପାଇଁ ଆବଶ୍ୟକୀୟ ପଦାର୍ଥ। ତେଣୁକରି ଭୋଜନ କେବେ ହେଲେ ଅନାଦର କରନ୍ତୁ ନାହିଁ। ଖାଦ୍ୟ ସଭିଙ୍କ ପାଇଁ ଆବଶ୍ୟକ ହୋଇଥାଏ। ଦିନରାତି କଠିନ ପରିଶ୍ରମ କରିବା ପରେ ଅନ୍ନ ଆମକୁ ମିଳିଥାଏ। ତେଣୁକରି ଖାଦ୍ୟର ଅନାଦର କରିବା ଉଚିତ ନୁହେଁ। ଏହା ସତ୍ୟ ଯେ ଖାଇବାକୁ ଯିଏ ଅଶାନ୍ତିରେ ଖାଇଥାଏ, ସେମାନେ ଯେତେ ଭଲ ପଦାର୍ଥ ଖାଇଲେ ମଧ୍ୟ ସେମାନଙ୍କ ଦେହ କେବେ ହେଲେ ଲାଗିନଥାଏ। ସେମାନେ ପତଳା ହିଁ ରହିଥାନ୍ତି।
ତେଣୁକରି ଅନ୍ୟକୁ କେବେ ହେଲେ ନିରାଦର କରିବା ଉଚିତ ନୁହେଁ। ମା ଅନ୍ନପୂର୍ଣ୍ଣା କିପରି ଆମ ଘରେ ସର୍ବଦା ରହିବେ, ତାଙ୍କ ଆଶୀର୍ବାଦ କିପରି ଆମ ଘରେ ରହିଥାଉ, ଆମେ ସବୁବେଳେ ଏହା ହିଁ ପ୍ରଚେଷ୍ଟା କରିବା ଉଚିତ। ଭୋଜନ କଲାବେଳେ ଅନ୍ନ ଛାଡ଼ିବା, ଖାଇଲା ବେଳେ ଅନ୍ନ ଭୂମିରେ ପକାଇବା, ଖାଇ ନପାରି ଅନ୍ନ ଫୋପାଡ଼ିବା, ଦୁଆର ବନ୍ଧ ଉପରେ ବସି ଖାଇବା, ଶୋଇବା ବେଡ଼୍ରେ ବସି ଖାଇବା, ଏପରି କରିବା ଦ୍ୱାରା ଧନର ଅଭାବ ହୋଇଥାଏ ଏବଂ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଉତ୍ପନ୍ନ ହୋଇଥାଏ। ଅଇଁଠା ବାସନ କେବେ ହେଲେ ରୋଷେଇ ଘରେ ପକାଇବା ଉଚିତ ନୁହେଁ। ଘରେ ସୁଖ ଶାନ୍ତି ଓ ସମୃଦ୍ଧି ଚାହୁଁଥିଲେ ସମସ୍ତ ସଦସ୍ୟ ଏକାଠି ବସି ଭୋଜନ କରିବା ଉଚିତ। ସେଇ ଘରେ କେବେ ହେଲେ ଠାକୁରଙ୍କୁ ରଖି ପୂଜା କରନ୍ତୁ ନାହିଁ। ରୋଷେଇ ଘରର ସମ୍ମାନକୁ ସଜାଇ ରଖନ୍ତୁ। ଏଣେ ତେଣେ କରି ରଖିଲେ ଘରେ ଦରିଦ୍ରତା ଆସିଥାଏ। ଯଥାସମ୍ଭବ ରୋଷେଇ ଘରକୁ ସଜାଇ ରଖନ୍ତୁ। ରୋଷେଇ ଘର ଓ ବାଥରୁମ୍ କେବେ ହେଲେ ଲାଗାଲାଗି ହୋଇ ରହିବା ଉଚିତ ନୁହେଁ। ବନ୍ଧୁଗଣ, ଯଦି ଘରର ଉନ୍ନତି କରିବାକୁ ଚାହୁଁଛନ୍ତି ହେଲେ ପ୍ରତିଦିନ ଗାଈକୁ ପ୍ରଥମ ରୁଟିଟି ଖାଇବାକୁ ଦିଅନ୍ତୁ। ଗାଈକୁ ପ୍ରତିଦିନ ପ୍ରଥମ ରୁଟିଟି ଖାଇବାକୁ ଦେଲେ ଆପଣଙ୍କ ଘରେ ଧନର କେବେ ହେଲେ ଅଭାବ ରହିବ ନାହିଁ। ବନ୍ଧୁଗଣ, କେବେ ହେଲେ ମସଲା ଡବାଗୁଡ଼ିକୁ ମଧ୍ୟ ସମ୍ପୂର୍ଣ୍ଣ ଖାଲି କରନ୍ତୁ ନାହିଁ। ଯେତେବେଳେ ମସଲା ସରିଯାଉଛି କିମ୍ବା ମସଲା ଡବାଗୁଡ଼ିକ ମଇଳା ହେଇଯାଉଛି, ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଯଦି ମସଲା ସରିଯାଉଛି ତ ସରିବା ଆଗରୁ ଗୋଟିଏ ଦୁଇ ଦାନା ପଛେ କାଢ଼ିକି ରଖିଦିଅନ୍ତୁ, ତାପରେ ଡବା ଧୁଅନ୍ତୁ ଓ ସେ ମସଲା ଡବାଗୁଡ଼ିକରେ ସେହି ଗୋଟିଏ ଦୁଇ ଦାନା ପକାଇ ଦିଅନ୍ତୁ। ନହେଲେ ଡବାଗୁଡ଼ିକୁ ପଡ଼ିବ ଆଉ ଡବାଗୁଡ଼ିକୁ ଏହିପରି ପଡ଼ିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ଉତ୍ପନ୍ନ ହୋଇଥାଏ, ଯାହାଦ୍ୱାରା ଘରେ ଦୁର୍ଭାଗ୍ୟର କାରଣ ମଧ୍ୟ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ଏହି 5ଟି ପଦାର୍ଥକୁ କେବେ ହେଲେ ଶେଷ ହେବାକୁ ଦିଅନ୍ତୁ ନାହିଁ। 1ରେ ହେଉଛି ଚାଉଳ, 2ୟରେ ଅଟା, 3ୟରେ ଲୁଣ, 4ଥରେ ସୋରିଷ ତେଲ ଓ 5ମରେ ହଳଦୀ। ଏହି 5ଟି ପଦାର୍ଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ରୋଷେଇ ଘର ପାଇଁ। ସମ୍ବନ୍ଧ ଶୁକ୍ର ଗ୍ରହ ସହିତ ଜଡ଼ିତ ହୋଇଥାଏ। ରୋଷେଇ ଘରେ ଚାଉଳକୁ ଶେଷ ହେବାକୁ ଦିଅନ୍ତୁ ନାହିଁ। ଶେଷ ହେବା ଆଗରୁ ଚାଉଳକୁ ପୁରି କରି ରଖନ୍ତୁ। ଚାଉଳ ଶେଷ ହେଲେ ଶୁକ୍ର ଗ୍ରହର କୁପ୍ରଭାବ ଘର ଉପରେ ପଡ଼ିଥାଏ। ହେଉଛି ଅଟା। ଅଟା ମଧ୍ୟ ରୋଷେଇ ଘରେ କେବେ ହେଲେ ଶେଷ ହେବାକୁ ଦିଅନ୍ତୁ ନାହିଁ। ଅଟା ସରିବା ଆଗରୁ ଅଟାକୁ କିଣି ଆଣନ୍ତୁ। ଅଟା ଶେଷ ହେଲେ ସିଧାସଳଖ ଆମ ମାନ ସମ୍ମାନ ଉପରେ ପଡ଼ିଥାଏ ଏବଂ ଧନହାନି ମଧ୍ୟ ହୋଇଥାଏ। 3ୟରେ ହେଉଛି ସୋରିଷ ତେଲ। ବନ୍ଧୁଗଣ, ଘରେ ସୋରିଷ ତେଲକୁ କେବେ ହେଲେ ଖାଲି ରଖନ୍ତୁ ନାହିଁ। ଯଦି ସୋରିଷ ତେଲ ସରି ବି ଯାଏ ତ ସେହି ଡବାରେ 4-5 ବୁନ୍ଦ ହେଉ ପଛେ ତେଲ ରଖିଥାନ୍ତୁ। କେବେ ହେଲେ ସୋରିଷ ତେଲକୁ ସମ୍ପୂର୍ଣ୍ଣ ରୂପେ ଶେଷ କରନ୍ତୁ ନାହିଁ, କାରଣ ସୋରିଷ ତେଲକୁ ଶନି ଗ୍ରହଙ୍କ ସହ ସମ୍ବନ୍ଧିତ କରାଯାଏ। ତେଣୁକରି ଶନି ଦୋଷରୁ ବଞ୍ଚିବାର ଥିଲେ ରୋଷେଇ ଘରେ ସୋରିଷ ତେଲ କେବେ ବି ସାରନ୍ତୁ ନାହିଁ। ଲୁଣକୁ କେବେ ହେଲେ ଘରୁ ସରିବାକୁ ଦିଅନ୍ତୁ ନାହିଁ, କାରଣ ଲୁଣ ହେଉଛି ରାହୁର ପ୍ରତୀକ। ଲୁଣ ଘରେ ଥିଲେ ରୋଷେଇ ଘରେ ରାହୁର ପ୍ରଭାବ ପଡ଼େ ନାହିଁ। ରାହୁର ପ୍ରଭାବ ପଡ଼ିଲେ ଘରେ କଳହ, ଝଗଡ଼ା, ରୋଗ ସବୁ କାମରେ ବାଧା ପଡ଼ିଥାଏ। କେବେ ହେଲେ ଲୁଣକୁ ମାଗନ୍ତୁ ନାହିଁ। ଲୁଣ ମାଗିଲେ ନିଜର କର୍ଜ ବଢ଼ିଥାଏ ଓ ନାନା ପ୍ରକାର ଅର୍ଥଜନିତ ସମସ୍ୟା ଉପୁଜିଥାଏ। ଶାସ୍ତ୍ର ଅନୁସାରେ ହଳଦୀକୁ ବୃହସ୍ପତି ଗ୍ରହ ସହିତ ସମ୍ବନ୍ଧ ଥାଏ। ଯଦି ହଳଦୀ ଶେଷ ହୋଇଯାଏ ତାହାହେଲେ ଗୁରୁଙ୍କ ଦୋଷ ଉତ୍ପନ୍ନ ହୁଏ। ଗୁରୁଙ୍କ ପ୍ରଭାବ ଖରାପ ହେଲେ ଘରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ ନାହିଁ। ତେବେ ବନ୍ଧୁଗଣ, ଇଏ ତ ଥିଲା ରୋଷେଇ ଘର ବିଷୟରେ କିଛି ଜଣା ଅଜଣା କଥା। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଛି ଭିଡ଼ିଓଟିକୁ ଲାଇକ୍ କରିବେ ଓ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।